ଗ୍ୟାରେଣ୍ଟି ମୁଁ ଦେଇକି କହୁଛି, ଆପଣ ଏହିପରି ଭାବରେ କେବେ ବି ଆଳୁଦମ ବନେଇ ନଥିବେ। ଯଦି ଆପଣ ଥରେ ବନେଇଦେଲେ ଗ୍ୟାରେଣ୍ଟି ମୋର, ଆପଣ ବାରମ୍ବାର ହିଁ ଏହିପରି ଭାବରେ ଆଳୁଦମ ବନେଇବେ। ଯଦି ଆପଣଙ୍କୁ ବିଶ୍ୱାସ ନ ଲାଗୁଛି ତାହେଲେ ବି ସତ, ବିଶ୍ୱାସ ନହେଲେ ବି ସତ ଫ୍ରେଣ୍ଡ, ଏହିପରି ଭାବରେ ଆଳୁଦମ ଆପଣ କେବେ ବି ବନେଇ ନାହାନ୍ତି। ବହୁତ ନୂଆ ଷ୍ଟାଇଲରେ ମୁଁ ଆପଣଙ୍କୁ ଏଠି ବନେଇକି ଦେଖେଇବି ଆଳୁଦମ। ଯଦି ଥରିଏ ବନେଇଲେ ବାରମ୍ବାର ବନେଇ ଖାଇବେ। ତ ହାଇ ଫ୍ରେଣ୍ଡ, ମୁଁ ହଉଛି ସିକ୍ରେଟ ଫୁଡି ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ କରୁଛି ମୋର ଏଇ ଛୋଟିଆ ଚ୍ୟାନେଲରେ। ମୁଁ ଆଶା କରୁଛି ଫ୍ରେଣ୍ଡ ଆପଣ ବହୁତ ଭଲରେ ଥିବେ। ଆଉ ଆଜି ଆପଣଙ୍କ ପାଇଁ ମୁଁ ନେଇ ଆସିଛି ଆଳୁଦମ, ଯୋଉଟା କି ଆପଣ ବହୁତ ସାରା ଖାଇବା ପାଇଁ ପସନ୍ଦ କରନ୍ତି। ଆଉ ଓଡିଶା ଲୋକମାନେ ହିଁ ଆଳୁର ଦମ ନିହାତି ଭାବରେ ସମସ୍ତେ ହିଁ ଖାଇଥିବେ। ଆଉ ଯଦି ବି କେହି ଖାଇନାହାନ୍ତି କିମ୍ବା ଯଦି କିଏ ଖାଇବା ବହୁତ ପସନ୍ଦ କରନ୍ତି ତ ସେଇମାନଙ୍କ ପାଇଁ ଗୋଟେ ନୂଆ ଉପାୟରେ ମୁଁ ଆଣୁଛି ଏଠି ଆଳୁଦମ। ତ ଏଠି ଦେଖିପାରୁଥିବେ ଫ୍ରେଣ୍ଡ, ଆଳୁ ଦମ ପାଇଁ ମୁଁ ଏଠି ଆଳୁଟା ନେଇଯାଇଥିଲି, ବହୁତ ବଢିଆ ଭାବରେ ଧୋଇ ଦେଇଛି, କାହିଁକି ନା ଫ୍ରେଣ୍ଡ ଡଷ୍ଟ ଥାଏ, ମାଟି ଲାଗିଥାଏ। ତେଣୁକରି ଫ୍ରେଣ୍ଡ ଆକୁ ମୁଁ 2 ରୁ 3 ଥର ଆଳୁଟାକୁ ବହୁତ ବଢିଆ ଭାବରେ ଧୋଇ ଦେଇଥିଲି। ୟାକୁ ଏବେ ଆମେ ନେଇଯିବା ସିଝେଇବା ପାଇଁ। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ଅଳ୍ପ ଟିକେ ଲୁଣ ଦେଇଛି, ଆଉ ଆଳୁ ଯେତିକି ପାଣି ଆପଣଙ୍କର ଠିକ ସେତିକି ଦେବେ, ବେଶୀ ପାଣି ଦେବେନି, ବେଶୀ ପାଣି ଦେଲେ ଟାଇମ ଲାଗିଥାଏ ସିଝିବା ପାଇଁ। ଏଇଠି ମୁଁ ସିଟି ଦେଇଦେବି 3ଟା ସିଟି ପ୍ରେସର କୁକରେ ବସେଇକି, ତାପରେ ଆପଣଙ୍କୁ ମୁଁ ଏଇଠି ଦେଖଉଛି। ଏବେ ଦେଖିପାରୁଥିବେ ନୂଆ ଆଳୁ, ଯୋଉଟା କି ଏବେ ମାର୍କେଟକୁ ନୂଆ ଆସୁଛି, ମାନେ ଛୋଟ ଛୋଟ ଆଳୁ ଯୋଉଟା କି ନୂଆ ଏଇ ସିଜନ ହିଁ ହେଇଥାଏ, ସେଇ ସିଜନ ଆଳୁ ୟାକୁ ମୁଁ 3ଟା ସିଟି ଦେଇକି ସିଝେଇ ଦେଇଥିଲି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, 3ଟା ସିଟି ପରେ ଆମକୁ କେବଳ 10 ମିନିଟ ବି ଲାଗିଲା ନାହିଁ। ମିଡିୟମ ଫ୍ଲେମରେ ରଖିକି ମୁଁ ସିଝେଇଥିଲି। 10 ମିନିଟ ଭିତରେ ଆମର ଆଳୁଟି ବହୁତ ବଢିଆ ଭାବରେ ସିଝିକି ରେଡି ହେଇଯାଇଛି। ୟାକୁ ଫ୍ରେଣ୍ଡ ଆମେ ଏବେ ଚୋପା ଛଡେଇ ନେବା ବହୁତ ବଢିଆ ଭାବରେ। ଚୋପା ଛଡେଇକି ତାକୁ ଆମେ ଟିକେ ଗେଞ୍ଜି ନେବା। ଫ୍ରେଣ୍ଡ ମୁଁ ଏଇଠି ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛନ୍ତି, ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲରେ। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଆପଣଙ୍କୁ ଏଇଠି ମିଳିଥାଏ। ଯଦି ଆପଣ ଏପର୍ଯ୍ୟନ୍ତ ଜାଣିନଥିଲେ ତ ଆଜି ମୁଁ ଆପଣଙ୍କୁ କହିଦଉଛି, ଏଇ ଗୋଟିଏ ଭିଡିଓ ରେସିପି ଦେଖି ସାରିଲା ପରେ ଆପଣଙ୍କୁ କୌଣସି ଭିଡିଓର ଆବଶ୍ୟକ ହେଇନଥାଏ। ଆଉ ଏ ଗୋଟିଏ ଭିଡିଓରେ ମୁଁ ଆପଣଙ୍କୁ ଏମିତି ହିଁ ବୁଝେଇକି କହିଦେଇଥାଏ, ଯୋଉଟା କି ଆପଣ ନେକ୍ସଟ ଭିଡିଓ ଦେଖିବା ପାଇଁ ଚାହିଁନଥାନ୍ତି, କାହିଁକି ନା ଆପଣ ଏଇ ଗୋଟିଏ ଭିଡିଓରେ ସବୁ ହିଁ ଜାଣିପାରିବେ। ଦେଖନ୍ତୁ ଫ୍ରେଣ୍ଡ, ଏଇଠି ମୁଁ ଆପଣଙ୍କୁ ବହୁତ ସାରା ବୋନସ ଟିପ୍ ଦେବି, ଆଉ ବୋନସ ପଏଣ୍ଟ ମଧ୍ୟ କହିବି, ଅନଲିମିଟେଡ କହିବି ଫ୍ରେଣ୍ଡ। ତେଣୁକରି ଫ୍ରେଣ୍ଡ, ଯଦି ଆପଣ ଏପର୍ଯ୍ୟନ୍ତ ସ୍କିପ୍ କରି ଆସି ଯାଉଥିଲେ ତ ଏବେ ସ୍କିପ୍ କରିବା ବନ୍ଦ କରିଦିଅନ୍ତୁ, କାହିଁକି ନା ଯଦି ଗୋଟେ ବୋନସ ପଏଣ୍ଟ ଆପଣ ସ୍କିପ୍ କରିଦଉଛନ୍ତି ତ ବହୁତ କିଛି ଜିନିଷ ଏଠି ମିସ୍ ହେଇଯିବ। ଚାଲନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା କମ କରିବା, କାମ ଆମର ଯେମିତି ଆରମ୍ଭ କରି ଚାଲିଥିଲେ ପଏଣ୍ଟ ଉପରକୁ ଆମେ ଏଇଠି ଯିବା। ଦେଖିପାରୁଥିବେ ଫ୍ରେଣ୍ଡ, ଏଇଠି ଆଳୁ ଚୋପାଟିକି ଆପଣଙ୍କୁ ଛଡେଇ ଦବାର ଅଛି। ଫ୍ରେଣ୍ଡ ଏଇଠି ଆମେ କାହିଁକି କଣା କରୁଥିଲେ ମୁଁ ଏଇଠି ଆପଣଙ୍କୁ କହି ରଖିବା ପାଇଁ ଚାହିଁବି ଫ୍ରେଣ୍ଡ, ଆମେ ଏହିପରି ଭାବରେ କଣା କରିବା ଦ୍ୱାରା କଣ ହେଇଥାଏ, ଆଳୁ ଭିତରକୁ ବି ମଧ୍ୟ ବହୁତ ବଢିଆ ଭାବରେ ମସଲା ଯାଇଥାଏ, ଯାହା ଦ୍ୱାରା ଖାଇବାଟା ବଢିଆ ଟେଷ୍ଟ ଆସି ଯାଇଥାଏ। ତେଣୁକରି ଫ୍ରେଣ୍ଡ ଆମେ ଏଇଠି ସବୁ ଆଳୁକୁ କଣା କରି ନଉଥିଲେ। ଏଠି ସବୁ ଆଳୁ ଆମର କଣା ହେଇଯାଇଛି, ଚୋପା ଛଡେଇ ଦେଇଛି, ତାକୁ ଆମେ ସାଇଡରେ ରଖିବା। ଏବେ ଫ୍ରେଣ୍ଡ ଆମେ ନେଇଯିବା ସୋରିଷ ତେଲ। ସୋରିଷ ତେଲରେ ଆମେ ଦେଇଦେବା ପିଆଜ। ଫ୍ରେଣ୍ଡ ଏଇଠି ମୁଁ 2ଟା ଛୋଟ ପିଆଜ ନେଇଥିଲି, ବଡ ବଡ ଏହିପରି ଭାବରେ କାଟି ଦେଇଥିଲି ଫ୍ରେଣ୍ଡ। ପିଆଜକୁ ପୁରା ଆମେ ସୋରିଷ ତେଲ ଗରମ ହେଲା ପରେ ଦେବା। ଆପଣ ଚାହିଁଲେ ଫ୍ରେଣ୍ଡ ରିଫାଇନ ତେଲରେ ବି ମଧ୍ୟ ଦେଇପାରିବେ। ଏଇଠି ମୁଁ ନେଇଯାଇଛି ଗୋଟେ ରସୁଣ, ରସୁଣର ଏଇଠି 10 ରୁ 12 କୋଲା ଏଇଠି ମୁଁ ଦେଇଦେଇଛି। ଆଉ ଅଦା ମୁଁ ନେଇଯାଇଛି, ଏଇଠି ବଡ ଖଣ୍ଡିଏ ଅଦା ନେଇଯାଇଛି, ତାକୁ ଚୋପା ଛଡେଇକି ମଧ୍ୟ ୟାକୁ ଏଇଠି ଆମେ ଗରମ ତେଲରେ ଦେଇଦବା। ଟିକେ ସମୟ ପାଇଁ ଫ୍ରେଣ୍ଡ ଏଇଠି ଆମେ ଭାଜି ନେବା। ଏବେ ଫ୍ରେଣ୍ଡ ଆମେ ନେଇଯିବା ଏଇଠି କାଜୁ। ଦେଖନ୍ତୁ ଫ୍ରେଣ୍ଡ, ବହୁତ ଲୋକ ଏଠି କାଜୁ ୟୁଜ କରନ୍ତିନି, ବହୁତ ଲୋକଙ୍କୁ ପସନ୍ଦ ନୁହଁ, କିମ୍ବା ବହୁତ ଲୋକଙ୍କ ପାଖରେ ସାଙ୍ଗେ ସାଙ୍ଗେ ଇନଷ୍ଟାଣ୍ଟ ତ ମିଳିବନି, ତାର ଅର୍ଥ ନୁହେଁ କି ଆମେ ଖାଇବା ବନ୍ଦ କରିଦେବା। ତେଣୁକରି ଫ୍ରେଣ୍ଡ ଯଦି କାଜୁ ନାହିଁ ତ ଆପଣ କାଜୁ ମଧ୍ୟ ସ୍କିପ୍ କରିପାରିବେ, କୌଣସି ପ୍ରକାର ଟେନସନ ନବାର ନାହିଁ, ଟେଷ୍ଟ ଏକା ହିଁ ଆସିବ। ଏବେ ଦେଖନ୍ତୁ ଫ୍ରେଣ୍ଡ, ଯଦି କାଜୁ ଅଛି କାଜୁ ନିହାତି ଭାବରେ ପକାନ୍ତୁ, ଯଦି କାଜୁ ନାହିଁ କି ଆପଣ ପସନ୍ଦ କରନ୍ତିନି ତ କାଜୁ ଆପଣ ସ୍କିପ୍ କରିଦିଅନ୍ତୁ। ଏବେ ନେଇଯାଇଛି ମୁଁ ଗୋଟେ ବଡ ଟମାଟରଟେ, ଲାଲ ବାଲା ଟମାଟର। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ଏଇ ଟମାଟରଟା ଗୋଟେ ମୁଁ ବହୁତ ବଢିଆ ଭାବରେ ଧୋଇକି କାଟି ଦେଇଛି, ଛୋଟ ଛୋଟ ପିସ୍ କରିକି ପକେଇ ଦେଇଛି। ଏବେ ସିଝିବା ପାଇଁ ଫ୍ରେଣ୍ଡ ଆମେ ଦେଇଦବା ଏଠି ଟିକେ ଲୁଣ। ଲୁଣ ଫ୍ରେଣ୍ଡ ବେଶୀ ଦେବେ ନାହିଁ, ଅଳ୍ପ ଦେବେ, ଯେତିକି ଆପଣଙ୍କ ମସଲାକୁ ଦରକାର ସେଇପରି ଭାବରେ ଆମେ ଏଇଠି ଲୁଣ ଦେଇଦବା। ଦେଇକି ଟିକେ ବହୁତ ବଢିଆ ଭାବରେ ଫ୍ରେଣ୍ଡ ଆମେ ଏଇଠି ଟିକେ ମିକ୍ସ କରିଦବା, ତାକି ଆମର ଏଇ ଜିନିଷଟା ବହୁତ ବଢିଆ ଭାବରେ ସିଝିଯାଉ। ଆପଣ ଜାଣିଛନ୍ତି ଫ୍ରେଣ୍ଡ, ମୁଁ ଟିପ୍ସ ଟିକେ ଛୋଟିଆ ଟିପ୍ସ ଦେବା ପାଇଁ ଚାହୁଁଛି। ଯଦି ଆପଣଙ୍କର ଖାଇବା ଲେଟ ରେ ସିଝୁଛି ତ ଆପଣ ଟିକେ ଯଦି ପ୍ରଥମରୁ ଲୁଣ ଆଡ କରିଦଉଛନ୍ତି ତ ଏଇଟା ବହୁତ ଶୀଘ୍ର ହିଁ ସିଝି ଯାଇଥାଏ। ଏ ଦେଖନ୍ତୁ ଫ୍ରେଣ୍ଡ, ଇଏ ଆମର ବହୁତ ବଢିଆ ଭାବରେ ଟିକେ ରେଡି ହେଇଗଲାଣି। ୟାକୁ ଆମେ ଫ୍ରେଣ୍ଡ ବାହାର କରିଦବା। ଏବେ ସଫ୍ଟ ହବା ପର୍ଯ୍ୟନ୍ତ ଆମେ ୟାକୁ ମିକ୍ସ କରୁଥିଲେ। ଏବେ ଆମେ ସବୁ ତାକୁ ଟମାଟୋ, ରସୁଣ, ଅଦା, ପିଆଜକୁ ବାହାର କରିଦବା। ଏହିପରି ଭାବରେ ଫ୍ରେଣ୍ଡ ଦେଖିପାରୁଥିବେ ତେଲ ଆମର ଠିକ ସେୟା ଅଛି। ମୁଁ ପୁରା ଗ୍ୟାସ ଟାକୁ ଲୋ କରିଦେଇଛି। ଫ୍ରେଣ୍ଡ ୟାକୁ ଆମେ ବାହାର କରିଦେଇକି ଗ୍ରାଇଣ୍ଡ କରିଦବା।
ବାହାର କରିଦେଇକି କିଛି ସମୟ ପାଇଁ ଆପଣ ବାହାରେ ରଖିଦିଅନ୍ତୁ। ଟିକେ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡ କରିଦେବେ। ମୁଁ ତାକୁ ଗ୍ରାଇଣ୍ଡ କରିକି ସାଇଡ୍ ବାଇ ସାଇଡ୍ ରଖି ଚାଲୁଛି। ସେଇ ଗରମ ଗରମ ତେଲରେ ଯେତିକି ତେଲ ଅଛି ସେତିକି ଆଉ ତେଲ ଆଡ୍ କରିବା ଦରକାର ନାହିଁ। ତେଲରେ ଆମେ ଦେଇଦବା ଏଇଠି ଆଳୁ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ଏଇଠି ମୁଁ ଛୋଟ ଆଳୁ ନେଇଛି। ଆପଣ ଏଇଠି ନୋଟିସ୍ କରୁଥିବେ କି ଏତେ ଛୋଟ ଆଳୁ କୋଉଠି ମିଳିଲା। ତ ଫ୍ରେଣ୍ଡ ମୁଁ ଆପଣଙ୍କୁ ଏଇଠି କହି ରଖିବାକୁ ଚାହିଁବି ଛୋଟ ଆଳୁ ଇଜିଲି ମାର୍କେଟରେ ମିଳିଯାଉଛି ଆଉ ଏବେ ବି ମିଳୁଛି। ଆପଣ ନିହାତି ଭାବରେ ଯାଇକି ଫ୍ରେଣ୍ଡ ଯଦି ଚାହୁଁଛନ୍ତି ତ ନିହାତି ଭାବରେ ଫ୍ରେଣ୍ଡ ଏଇ ଆଳୁ ଆପଣ ଆଣିପାରିବେ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ଟିକେ ହଳଦୀ ଦେଇଦବା। ହଳଦୀ ଦେବା ଦ୍ୱାରା କଣ ହେଇଥାଏ ମୁଁ ଏଇଠି ଆପଣଙ୍କୁ ଆଗକୁ କହି ରଖିବି। ଆଉ ଏଇଠି ଦେଇଦବା ଅଧ ଚାମଚରୁ କମ ଲଙ୍କା ଗୁଣ୍ଡ। ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଆପଣ ଏଇଠି ଦେଇକି ଟିକେ ବହୁତ ବଢିଆ ଭାବରେ ମିକ୍ସ କରିଦିଅନ୍ତୁ ତାକି ଆମର ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଆଳୁରେ ବହୁତ ବଢିଆ ଭାବରେ ଲାଗିଯିବ। ଆଉ ଆମେ ଯୋଉ ଆଳୁକୁ କଣା କରିଥିଲେ ତା ଭିତରକୁ ବି ମଧ୍ୟ ଅବଜର୍ଭ କରିବେ ଯାହା ଦ୍ୱାରା ଆମେ ଖାଇବା ଦ୍ୱାରା ଆଳୁଟା ଆମର ବଢିଆ ଭାବରେ ଟେଷ୍ଟ ଲାଗିବ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ଆଳୁଟା ବି ଆମର ବହୁତ ବଢିଆ ଭାବରେ କଲର ଚେଞ୍ଜ ହେଇଗଲାଣି। ଆଚ୍ଛା ଫ୍ରେଣ୍ଡ ମୁଁ ଆପଣଙ୍କୁ କହୁଥିଲି ଏଇ ଆଳୁକୁ ଆପଣ ଇଜିଲି ମାର୍କେଟରୁ ଆଣିପାରିବେ ଯାହାର ଦାମ କିଲୋ ହିସାବରେ ଆପଣଙ୍କୁ 10 ରୁ 20 ଟଙ୍କା ହିସାବରେ ଆପଣଙ୍କୁ ଇଜିଲି ମାର୍କେଟରେ ମିଳିଯାଇଥାଏ। ଆଉ ବହୁତ ସାରା ଆଳୁ ମଧ୍ୟ ଉଠିଥାଏ। ତ ନିହାତି ଭାବରେ ଫ୍ରେଣ୍ଡ ଆପଣ ଚାହିଁଲେ ଏଟା ଇଜିଲି ମାର୍କେଟରୁ ଆଣିବେ। ଆଉ ଏଇ ଆଳୁରେ ହିଁ ଆଳୁଦମ କଲେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ଆଉ ଏଟା ନୂଆ ଆଳୁ ବହୁତ ବଢିଆ ଲାଗିଥାଏ। ନିହାତି ଭାବରେ ଫ୍ରେଣ୍ଡ ଏଇ ଆଳୁ ନିହାତି ଭାବରେ ଯଦି ଆପଣଙ୍କୁ ଲୋକାଲ ଏରିଆରେ ମିଳୁଛି ତ ଆଣିକି ନିହାତି ଭାବରେ କରନ୍ତୁ। ଯଦି ଏଇ ଆଳୁ ମିଳୁନି ତ ଆପଣ ଏଇଠି ବଡ ଆଳୁ ମଧ୍ୟ ଛୋଟ ଛୋଟ ପିସ୍ କରିକି କାଟିକି ମଧ୍ୟ ୟୁଜ କରିପାରିବେ। ତ ଇଏ ଥିଲା ଫ୍ରେଣ୍ଡ ଆମର ଏଇଟା ନାଲି ଆଳୁ ଯୋଉଟା କି ଆପଣ ମାର୍କେଟରୁ କହିକି ମଧ୍ୟ ଆଣିପାରିବେ। ଇଏ ଦେଖନ୍ତୁ ଫ୍ରେଣ୍ଡ ଏଇ ଆଳୁକୁ ଆମେ ସବୁତକ କାଢିକି ରଖିଦବା। ଆଳୁଟା ଆମର ବହୁତ ବଢିଆ ଭାବରେ କଲର ଚେଞ୍ଜ କରିଦେଇଛି ଆଉ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗୁଛି। ଏଇ ଆଳୁକୁ ଆମେ ସାଇଡ ବାଇ ସାଇଡ ରଖିଦବା। ଇଏ ଦେଖନ୍ତୁ ଫ୍ରେଣ୍ଡ ୟାକୁ ଆମେ ସାଇଡରେ ରଖିଦେଇଛେ। ଏବେ ଏନା କୌଣସି ପ୍ରକାର କାମ ନାହିଁ। ରଖିଦବା ଯୋଉ ତେଲ ଆମେ ନେଇଥିଲେ ଫ୍ରେଣ୍ଡ ସେଇ ତେଲରେ ଆମକୁ ଜଷ୍ଟ ଅଳ୍ପ ଟିକେ ତେଲ ଆଡ କରିବାର ଅଛି। ଏଠି ଦେଖନ୍ତୁ ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ ଅଧିକ ତେଲ ଅଛି ତେଲ ସରିନି ଏପର୍ଯ୍ୟନ୍ତ ତ ଆଡ କରିବା କୌଣସି ପ୍ରକାର କଥା ନାହିଁ। ଯଦି ଏଠି ଟୋଟାଲି ତେଲ ଆପଣଙ୍କର ସରିଯାଇଛି ତ ସେଇ ତେଲରେ ଆପଣ ଟିକେ ତେଲ ଏଇଠି ଆଡ କରି ନିଅନ୍ତୁ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମୁଁ ଏଇଠି ଅଳ୍ପ ଟିକେ ଆଉ ଟିକେ ସୋରିଷ ତେଲ ଆଡ କରି ନଉଛି। ସେଇଥିରେ ନେଇଯାଇଛି ଗୋଟେ ଶୁଖିଲା ଲଙ୍କା ଜିରା ଗୋଲମରିଚ ତା ସହିତ ମୁଁ ନେଇଯାଇଛି ଗୋଟେ ବଡ ଇଲାଇଚି ମାନେ ବଡ ଗୁଜୁରାତି ତା ସହିତ ଏଇଠି ମୁଁ ନେଇଯାଇଛି ଖଣ୍ଡେ ଡାଲଚିନି। ତାକୁ ଆମେ ବହୁତ ବଢିଆ ଭାବରେ ମିଶେଇ ଦବା। ମିଶେଇ ଦେଇକି ଏଇପରି ଭାବରେ ଛାଡିଦବା। ଫ୍ରେଣ୍ଡ ୟା ଦ୍ୱାରା ସବୁତକ ଫ୍ରେଗନେନ୍ସ ଆସି ଯାଇଥାଏ। ଆଉ ଏଇ ପେଷ୍ଟଟା ଫ୍ରେଣ୍ଡ ମନେ ରଖିଥିବେ ଆମେ ଯୋଉଟା ଭାଜିକି ନେଇଥିଲେ ଟମାଟୋ ବିଲାତି ସେଇ ପେଷ୍ଟଟା ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ପାଣି ଦେଇନି। ଆପଣଙ୍କୁ ବି ପାଣି ଦବାର ନାହିଁ। ଯଦି ପାଣି ଦେବେ ତ ସେ ବୋହି ଆସିବ। ତେଣୁକରି ଫ୍ରେଣ୍ଡ ପାଣି ଦେବେନି। ଡାଇରେକ୍ଟ ସେମିତି ସେ ପେଷ୍ଟଟାକୁ ଗ୍ରାଇଣ୍ଡ କରିବେ। ଟମାଟୋ ତା ସହିତ ଅଦା ରସୁଣ ଆଉ ପିଆଜକୁ ଏକାଥରେ ଏମିତି ଗ୍ରାଇଣ୍ଡ କରିବେ। ପାଣି ଟୋଟାଲି ହିଁ ଆଦୌ ଦେବେନି। ଏଇଟା ଦେଖନ୍ତୁ ଫ୍ରେଣ୍ଡ ଏଇ ପେଷ୍ଟଟା ସେଇଆ ଯୋଉତକ ଆମେ ସବୁ ଗ୍ରାଇଣ୍ଡ କରିଥିଲେ ସବୁତକ ମୁଁ ନେଇଯାଇଛି। ଇଏ ଆମର ଚାମଚ ହିସାବରେ କହିବାକୁ ଗଲେ ଫ୍ରେଣ୍ଡ ଏଇଠି ଆମର 4 ବଡ ଚାମଚ ହେଇଯାଇଛି। ଏଇଠି ଯୋଉ ଚାମଚଟା ମୁଁ ଏଇଠି କାଢୁଛି ଆପଣ ଦେଖିପାରୁଥିବେ 4 ବଡ ଚାମଚ ହେଇଯାଇଛି ଏ ମସଲାଟି। ୟାକୁ ଫ୍ରେଣ୍ଡ ଆମକୁ ମିଶେଇବାର ଅଛି। ତା ସହିତ ଫ୍ରେଣ୍ଡ ମୁଁ ଆଉ ଗୋଟେ ଟ୍ରିକ୍ ମାନେ ଛୋଟ ଟିପ୍ସଟେ ଏଇଠି ମୁଁ ଦେବି ଯୋଉଟା କି ହଉଛି ଏଠି ହଳଦୀ ଗୁଣ୍ଡ। ଫ୍ରେଣ୍ଡ ଦେଖନ୍ତୁ ସାଇଡ ବାଇ ସାଇଡ ଏଇଠି ମୁଁ ତେଲରେ ହଳଦୀ ପକଉଛି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ମସଲାରେ ମୁଁ ହଳଦୀ ପକଉନି ତେଲରେ ହିଁ ମୁଁ ଏଇଠି ହଳଦୀ ଆଉ ଲଙ୍କା ଗୁଣ୍ଡ ପକେଇଲି। କାହିଁକି ପକେଇଲି ଫ୍ରେଣ୍ଡ ଏଇଟା ପକେଇବା ଦ୍ୱାରା କଲର ବଢିଆ ଆସି ଯାଇଥାଏ। ତେଣୁକରି ଫ୍ରେଣ୍ଡ ତେଲରେ ଆପଣ ପକାନ୍ତୁ ଆଉ ପକେଇକି ଛାଡିଦେବେନି। ପକେଇକି ସାଙ୍ଗେ ସାଙ୍ଗେ ତେଲରେ ହିଁ ଟିକେ ମିଶେଇ ଦେବେ ତାକି ଆମର ତେଲଟା କଲର ଆସିଲେ ଖାଇବାରେ ବଢିଆ ମଜା ଲାଗିଥାଏ ଆଉ ଆଖିକୁ ମଧ୍ୟ ବଢିଆ ସୁନ୍ଦର ଦେଖାଯାଇଥାଏ। ତାପରେ ଫ୍ରେଣ୍ଡ ୟାକୁ ଏହିପରି ଭାବରେ ମିଶେଇ ଦେବେ। ଅଧିକ ସମୟ ତେଲରେ ପକେଇକି ରଖିବେନି ନହେଲେ ପୋଡିଯିବ। ତେଣୁକରି ଫ୍ରେଣ୍ଡ ଡାଇରେକ୍ଟ ମିଶେଇଦବା। ଆଉ ଆମେ ଏଇଠି ଦେଇଦବା ଫ୍ରେଣ୍ଡ ଜିରା ଗୁଣ୍ଡ ଧନିଆ ଗୁଣ୍ଡ। ଜିରା ଗୁଣ୍ଡ ଗୋଟେ ଚାମଚ ଧନିଆ ଗୁଣ୍ଡ ଏଇଠି ଗୋଟେ ଚାମଚ ଦେଇକି ବହୁତ ବଢିଆ ଭାବରେ ୟାକୁ ଫ୍ରେଣ୍ଡ ଆମେ ଏଇଠି ମିକ୍ସ କରିଦବା ତାକି ଆମର ବଢିଆ ଫ୍ଲେଭର ଆସିଯିବ। ଇଏ ଦେଖନ୍ତୁ ଫ୍ରେଣ୍ଡ ବହୁତ ବଢିଆ ଭାବରେ ମିକ୍ସ ହେଇଗଲାଣି। ୟାକୁ ବେଶୀ ଟାଇମ ଆମକୁ ମିଶେଇବାର ନାହିଁ। ଅଳ୍ପ ଟାଇମ ଆମେ ଏଇଠି ୟାକୁ ମିଶେଇକି ଏହିପରି ଭାବରେ ମିକ୍ସ କରିକି ରଖିବା। ହେଇ ସାରିଲା ପରେ ଆମେ ଆଳୁ ତାକୁ ସବୁ ଫ୍ରାଏ କରିକି ନ ରହିଥିଲେ ସେ ଆଳୁକୁ ଆମେ ଏଇଠି ଦେଇଦବା। ଏଇଠି ଦେଖନ୍ତୁ ଫ୍ରେଣ୍ଡ ମସଲାକୁ ମୁଁ ବେଶୀ ଟାଇମ କଷେଇନି। ଫ୍ରେଣ୍ଡ ମସଲା ଆମର ପ୍ରଥମରୁ ହିଁ ରେଡି ହେଇକି ଥିଲା। ତ ୟାକୁ ମୁଁ କେବଳ 3 ରୁ 4 ମିନିଟ ମସଲାଟାକୁ କଷେଇଛି ମିଡିୟମ ଫ୍ଲେମରେ। ବେଶୀ ଆପଣ କଷେଇବା ଦରକାର ନାହିଁ। ଏଇଠି ଦେଖନ୍ତୁ ଫ୍ରେଣ୍ଡ ଆଳୁଟାକୁ ନେଇଗଲେ ନେଇକି ଜଷ୍ଟ ମସଲା ସହିତ ମିଶେଇବାର ଅଛି। ଏଠି ମସଲା ସହିତ କଷେଇବାର ନାହିଁ। ମସଲା ସହିତ ଖାଲି ମିଶେଇବାର ଅଛି ମାନେ ସବୁ ଆଳୁ ଯେମିତି ମସଲାକୁ ମିଶି ଯାଉଥିବ ମିଶେଇଦେବେ। ତାପରେ ଯୋଉ ଗ୍ରାଇଣ୍ଡିଙ୍ଗ ଜଗରେ ମୁଁ ନେଇଯାଇଛି ପାଣି। ଯେହେତୁ ମସଲା ଟିକେ ଲାଗିଥିଲା ତ ତାକୁ ଟିକେ ବହୁତ ବଢିଆ ଭାବରେ ମିଶେଇ ଦେଇକି ଚାମଚରେ ଫେଣ୍ଟିକି ଏଇଠି ମୁଁ ନେଇଯାଇଛି ପାଣି। ତ ଫ୍ରେଣ୍ଡ ଆମକୁ ଗ୍ରେଭି ରଖିବାର ଅଛି ଏତିକି। ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ସ୍କ୍ରିନରେ ଦେଖିପାରୁଥିବେ ଯେତିକି ପାଣି ଆମର ଏଇଠି ଅଛି
ସେତିକି ଆମେ ଏଠି ଗ୍ରେଭି ରଖିବା। ତ ୟା ଲାଗି ଆମକୁ ଆଉ ଟିକେ ପାଣି ଦବାକୁ ହବ ତାକି ଆମର ମସଲା ଆଉ ଆଳୁଟା ବହୁତ ବଢିଆ ଭାବରେ ମିଶିଯିବ ଆଉ ବଢିଆ ଭାବରେ ସିଝି ବି ମଧ୍ୟ ଯିବ। ତେଣୁକରି ଫ୍ରେଣ୍ଡ ଏଠି ମୁଁ ଆଉ ଅଳ୍ପ ଟିକେ ପାଣି ଦଉଛି। ଯେତିକି ମୁଁ ଏବେ ଦେଖେଇଥିଲି ସେତିକି ଭାବେ ଆମେ ଗ୍ରେଭି ରଖିବା, ଅଳ୍ପ ଟିକେ ପାଣି ମାରିବା। କାହିଁକି ନା ଫ୍ରେଣ୍ଡ ଆମେ ରୁଟି, ପରଟା, ପୁରୀ, ଗରମ ଭାତ ସହିତ ଏଇଟା କରୁଛେ ଖାଇବା ପାଇଁ। ତେଣୁକରି ଫ୍ରେଣ୍ଡ ଟିକେ ଗ୍ରେଭି ରଖିବା। ପାଣି ଦେଇକି ଏଠି ଫ୍ରେଣ୍ଡ ଟିକେ ସମୟ ପାଇଁ ଛାଡିଦବା, ମାନେ କେବଳରୁ କେବଳ ଆପଣ 4 ରୁ 5 ମିନିଟ୍ ଛାଡିଦେବେ ମିଡିୟମ ଫ୍ଲେମରେ। ଆପଣ ଚାହିଁଲେ ଫ୍ରେଣ୍ଡ ଘୋଡେଇ ପାରିବେ, ନହେଲେ ଘୋଡଣୀ ମଧ୍ୟ ଏଠି ହଟେଇ ପାରିବେ। ଏବେ ଦେଖନ୍ତୁ ଫ୍ରେଣ୍ଡ ଆପଣଙ୍କୁ ଗୋଟେ ଘୋଡଣୀ ହଟେଇକି ଦେଖେଇଛି। 4 ରୁ 5 ମିନିଟ୍ ଆମର ଏଠି ହେଇଯାଇଛି ଆଉ ବହୁତ ବଢିଆ ଭାବରେ ଆମର ଏଇଠି ଗ୍ରେଭିଟା ମଧ୍ୟ କମି ଯାଇଛି। ମାନେ ଇଏ ଆମର ଏକ୍ସେସ ଗ୍ରେଭି ହେଇନି, ଯେତିକି ଆମକୁ ଗ୍ରେଭି ଦରକାର ଥିଲା ଠିକ ସେତିକି ଆମର ଗ୍ରେଭି ହେଇଛି। ଯଦି ଆପଣ ଚାହୁଁଛନ୍ତି ଫ୍ରେଣ୍ଡ ଅଧିକ ଗ୍ରେଭି ରଖିବା ପାଇଁ, ମାନେ ଗରମ ଭାତ ସହିତ ଖାଇବା ପାଇଁ ଚାହୁଁଛନ୍ତି ବିନା ଡାଲିରେ, ତ ଆଉ ଟିକେ ଅଧିକ ଗ୍ରେଭି କରିପାରିବେ। ଯଦି ଆପଣ ଚାହୁଁଛନ୍ତି ନର୍ମାଲ ଖାଇବା ପାଇଁ ପୁରୀ, ପରଟା କିମ୍ବା ଦହିବରା କିମ୍ବା ଯେକୌଣସି ଜିନିଷଟା, ତ ଆପଣ ଏତିକି ଗ୍ରେଭି ରଖିପାରିବେ। ଦେଖନ୍ତୁ ଫ୍ରେଣ୍ଡ ଲାଷ୍ଟ ଆମେ ଦେଇଦବା ଏଠି ଗରମ ମସଲା। ଲାଷ୍ଟରେ ଦେବେ ଫ୍ରେଣ୍ଡ, ପୁରା ଗ୍ୟାସ୍ ବନ୍ଦ କରନ୍ତୁ। ମୁଁ ଏବେ ଗ୍ୟାସ୍ ପୁରା ବନ୍ଦ କରିଦେଇଛି। ତାପରେ ଦେଇଛି ଗରମ ମସଲା, ତା ଉପରେ ଦେଇଛି ଏଠି ମୁଁ ଧନିଆ ପତ୍ର। ଧନିଆ ପତ୍ରକୁ ମୁଁ ଛୋଟ ଛୋଟ କରି କାଟି ଦେଇଛି, ଡାଙ୍ଗ ଦେଇନି, ମୁଁ ଏଠି ପତ୍ର ଦେଇଛି। ଆପଣ ଯଦି ଡାଙ୍ଗ ଦବାକୁ ଚାହୁଁଛନ୍ତି ତ ପ୍ରଥମରୁ ଆଡ କରିପାରିବେ ମସଲା ସହିତ, ନହେଲେ ଡାଇରେକ୍ଟ ଆପଣ ଏଇ ଭାବରେ ଦେଇପାରିବେ। ये देखନ୍ତୁ फ्रेंड, ୟାକୁ ଟୋଟାଲି ରୂପରେ ଆମକୁ ଗ୍ୟାସ୍ ଟିକେ ବନ୍ଦ କରିଦେବାର ଅଛି। ଗରମ ମସଲା ପକେଇବେ, ଧନିଆ ପତ୍ର ପକେଇବେ, ଗ୍ୟାସ୍ ବନ୍ଦ କରିବେ। ଏବେ ମୁଁ ଗ୍ୟାସ୍ ବନ୍ଦ କରିଦେଇଛି। ଏବେ ମୁଁ ନେଇଯାଇଛି ଘିଅ। फ्रेंड ଏଇଟାକୁ ନିହାତି ଭାବରେ ଆଡ କରନ୍ତୁ, ଯଦି ଅଛି ତ ଆଡ କରନ୍ତୁ, ଯଦି ନାହିଁ ତ ଅଲଗା କଥା। ଯଦି ଅଛି ତ ନିହାତି ଭାବରେ ଆଡ କରନ୍ତୁ। କାହିଁକି ନା फ्रेंड ଯେକୌଣସି ତରକାରୀ ଆପଣ କରୁଛନ୍ତି, ଯଦି ଏଠି ଘିଅ ଚାମଚ ଆଡ କରୁଛନ୍ତି ତ ଏଇଟା ରିଚ୍ ଫ୍ଲେଭର ଦେଇଥାଏ, ଖାଇବାଟା ବହୁତ ବଢିଆ ଭାବରେ ଟେଷ୍ଟ ଲାଗିଥାଏ। ଘିଅ ଆଡ କରିକି 5 ମିନିଟ୍ ଘୋଡେଇକି ରଖିଦିଅନ୍ତୁ, ଗ୍ୟାସ୍ ଲଗେଇବେ ନାହିଁ, ଏମିତି ଘୋଡେଇକି ରଖିଦିଅନ୍ତୁ। 5 ମିନିଟ୍ ପରେ ଆପଣ ଦେଖିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଆମର ଏଇ ଆଳୁଟି ବହୁତ ବଢିଆ ଭାବରେ ବସିକି ଥିବ। ଉପରେ ଆମର ଘିଅ ଭାସୁଥିବ, ଯୋଉଟା ଦେଖିବାରେ ବହୁତ ବଢିଆ ଭାବରେ ସୁନ୍ଦର ଲାଗିଥାଏ, ଖାଇବାରେ ମଧ୍ୟ ରିଚ୍ ଫ୍ଲେଭର ଦେଇଥାଏ। ତେଣୁକରି ଫ୍ରେଣ୍ଡ ଘିଅ ଆଡ କରୁ କରୁ ଆପଣ ଢଙ୍କୁଣୀଟି ବନ୍ଦ କରିଦିଅନ୍ତୁ। ଗ୍ୟାସ୍ ଟିକି ସବୁବେଳେ ବନ୍ଦ କରିକି ଘିଅ ଆଡ କରନ୍ତୁ। ଯେକୌଣସି ଖାଇବା ଆପଣ କରୁଛନ୍ତି, ଯେକୌଣସି ଖାଇବା ବି ଆପଣ କରୁଛନ୍ତି ଫ୍ରେଣ୍ଡ, ସେଥିରେ ଯଦି ଆପଣ ଘିଅ ଚାମଚ ଆଡ କରିବେ ତ ସେଟା ଆହୁରି ବଢିଆ ଭାବରେ ଫ୍ଲେଭର ଆସିଥାଏ, ଖାଇବାରେ ମଧ୍ୟ ବଢିଆ ବାସ୍ନା ଆସିଥାଏ। ଇଏ ଦେଖନ୍ତୁ ଫ୍ରେଣ୍ଡ ଆମର ରେଡି ହେଇଗଲା ଆଳୁ ଦମ ତରକାରୀ। ଆପଣ ୟାକୁ ରୁଟି, ପରଟା, ପୁରୀ, ଭାତ ସହିତ ମଧ୍ୟ ଖାଇପାରିବେ। এটা ଫ୍ରେଣ୍ଡ ବହୁତ ହି ଟେଷ୍ଟ ଲାଗିଥାଏ। ଯଦି ଆପଣ ଏପର୍ଯ୍ୟନ୍ତ ବନେଇ ନାହାନ୍ତି ଥରିଏ ବନାନ୍ତୁ ମୋ କହିବା ହିସାବରେ। ଆଉ କେମିତି ଲାଗିଲା ମତେ କମେଣ୍ଟରେ ନିହାତି ଭାବରେ ଜଣାନ୍ତୁ। ଯଦି ଥରିଏ ବନେଇବେ ତ ଆପଣ ଏଇଠି ଫ୍ରେଣ୍ଡ ବାରମ୍ବାର ବନେଇକି ଖାଇବେ। ନିହାତି ଭାବରେ ଫ୍ରେଣ୍ଡ ବନାନ୍ତୁ। ଆଉ ଏଇ ସିକ୍ରେଟ ଫୁଡି ଚ୍ୟାନେଲର ଛୋଟିଆ ରେସିପିଟି ଆପଣଙ୍କୁ କେମିତି ଲାଗିଲା ମତେ ନିହାତି ଭାବରେ କମେଣ୍ଟ କରନ୍ତୁ। ଆଉ ଆପଣଙ୍କର ସାଙ୍ଗସାଥି ଫ୍ୟାମିଲି ମେମ୍ବରକୁ ସେୟାର କରିଦିଅନ୍ତୁ, ଯାହାକୁ ଆଳୁଦମ ଖାଇବାକୁ ପସନ୍ଦ ହୁଏ କିମ୍ବା ବିଲକୁଲ ଆଳୁ ଖାଇବାକୁ ପସନ୍ଦ କରନ୍ତିନି, ସେମାନଙ୍କୁ ସେୟାର କରିଦିଅନ୍ତୁ, ତାକି ସେମାନେ ବି ମଧ୍ୟ ଏଇଠି ଦେଖିକି ନୂଆ ରେସିପିଟିଏ ଶିଖିପାରିବେ। ଇଏ ଥିଲା ଫ୍ରେଣ୍ଡ, ମୁଁ ତ ଚାଲିଲି ଖାଇବା ପାଇଁ। ଯଦି ଆପଣଙ୍କୁ ଖାଇବାର ଅଛି ନିହାତି ଭାବରେ ବନାନ୍ତୁ। ପୁଣି ଦେଖା ହବା ନୂଆ ଭିଡିଓରେ। ଟାଟା, ବାଏ ବାଏ।